ଏହା ଗୋଟିଏ ଛୋଟ ପରିବାରର କାହାଣୀ, ଯେଉଁଠାରେ ଗୋଟିଏ ମା, ପୁଅ ଓ ବୋହୂ ରହୁଥିଲେ। ସେହି ପୁଅ ବୋହୂ ଦୁହେଁ ସରକାରୀ ଚାକିରି କରୁଥିଲେ। ଗୋଟିଏ ଦିନର କଥା, ସ୍ୱାମୀ ଓ ସ୍ତ୍ରୀ ଦୁହେଁ କାମରୁ ଘରକୁ ଆସି କଥାବାର୍ତ୍ତା କରୁଥିଲେ। ସେ ପୁଅଟି ତା ସ୍ତ୍ରୀକୁ କହୁଥାଏ, ଆମେ ଦୁହେଁ ସକାଳୁ କାମ କରିବାକୁ ଯାଉଛୁ ଓ ସନ୍ଧ୍ୟାରେ ଘରକୁ ଆସୁଛୁ। ସେଥିପାଇଁ ମାଆର ସେବା ଓ ଯତ୍ନ ଆମେ ଠିକ୍ ଭାବରେ କରିପାରୁନାହୁଁ। ଯଦି ମାଆକୁ ଆମେ ବୃଦ୍ଧାଶ୍ରମରେ ଛାଡ଼ିଦେବା, ସେଠାରେ ତାଙ୍କର ଭଲ ସେବା ହୋଇପାରିବ ଓ ଯେଉଁଦିନ ଆମର ଅଫିସ୍ ଛୁଟି ହେବ, ତାଙ୍କୁ ଯାଇ ଦେଖା କରି ଆସିବା। ପୁଅ ବୋହୂର ଏହିସବୁ କଥାବାର୍ତ୍ତା ହେଉଥିବା ଘରର କବାଟ ଖୋଲା ଥିବାରୁ ସେ ପୁଅର ମା ଏହିସବୁ କଥାବାର୍ତ୍ତା ଶୁଣିପାରୁଥିଲେ ଓ ସେ ବୋହୂର କଥାବାର୍ତ୍ତା ଶୁଣି ମାଆଟି କାନ୍ଦି ପକାଇଲେ। ସେ ବୋହୂଟି କହୁଥିଲେ, ଟଙ୍କା ରୋଜଗାର କରିବା ପାଇଁ ତ ସାରା ଜୀବନ ଅଛି, କିନ୍ତୁ ମାଆର ସେବା କଲେ ଆମକୁ ଯେଉଁ ଆଶୀର୍ବାଦ, ଖୁସି ଓ ସନ୍ତୋଷ ମିଳିବ, ତାହା ଚାକିରି କରି ଯେତେ ଟଙ୍କା ରୋଜଗାର କଲେ ମଧ୍ୟ ତାହା ମିଳିବ ନାହିଁ। ତାଙ୍କର ଆମେ ଯେତେ ସେବା କରିବା ତା କମ୍ ହେବ। ସେ ବୋହୂଟି ଆଉ ମଧ୍ୟ କହୁଥିଲେ, ମୁଁ ଯଦି ଚାକିରି ନ କରେ ତାହେଲେ ସେତେ କ୍ଷତି ହେବ ନାହିଁ। ମୁଁ ମାଆଙ୍କ ସହିତ ଘରେ ରହି କେତୋଟି ଛୁଆଙ୍କୁ ଟ୍ୟୁସନ୍ ପଢ଼ାଇ ଦେବି ଓ ତା ସହିତ ମାଆଙ୍କର ସେବା ଯତ୍ନ ମଧ୍ୟ କରିପାରିବି। ତୁମେ ମନେ ପକାଅ, ଯେତେବେଳେ ତୁମେ ଛୋଟ ଥିଲ, ତୁମର ପିତାଙ୍କ ମୃତ୍ୟୁ ହୋଇଯାଇଥିଲା ଓ ଘର ଘର କାମ କରି ମା ତୁମକୁ କେତେ କଷ୍ଟରେ ପାଲି ପୋଷି ପଢ଼ାଇଛନ୍ତି, ଯାହାଦ୍ୱାରା ତୁମେ ଗୋଟିଏ ସରକାରୀ ଚାକିରି କରି ନିଜ ଗୋଡ଼ରେ ଛିଡ଼ା ହୋଇପାରିଛ। ଏବେ ତୁମେ କିପରି କହୁଛ ଯେ ମାଆକୁ ବୃଦ୍ଧାଶ୍ରମରେ ଛାଡ଼ିଦେବା ବୋଲି? ତୁମେ ଯାହା ବି କହ, ମା ତ ଆମ ସହିତ ରହିବେ ଓ ଶେଷ ପର୍ଯ୍ୟନ୍ତ ମୁଁ ତାଙ୍କର ସେବା କରୁଥିବି। ବୋହୂର ଏମିତିକା କଥା ଶୁଣି ମାଆଟି କାନ୍ଦି ପକାଇଲେ ଓ ଭଗବାନଙ୍କୁ କହିଲେ, ଏମିତିକା ବୋହୂ ଦେଇଥିବାରୁ ତୁମକୁ ବହୁତ ଧନ୍ୟବାଦ। ଆଉ ମଧ୍ୟ କହିଲେ, ଭଗବାନ ମୋର ଝିଅ ନାହିଁ ବୋଲି ମୁଁ ତୁମକୁ କେତେଥର ଭଲ ମନ୍ଦ କହିଛି, କାହିଁକି ନା ଗୋଟିଏ ଝିଅ ଯେମିତି ମାଆର ଦୁଃଖ ବୁଝିପାରିବ, ଆଉ କେହି ବୁଝିପାରିବେ ନାହିଁ। କିନ୍ତୁ ଆଜି ମୁଁ ମୋ ବୋହୂର କଥା ଶୁଣି ଜାଣିପାରିଲି ଯେ ତୁମେ ମୋତେ କାହିଁକି ଝିଅଟିଏ ଦେଇନାହଁ। ତୁମେ ତ ମୋ ଘରକୁ ବୋହୂ ରୂପରେ ସେବା କରିବା ପାଇଁ ମୋ ମାଆକୁ ପଠାଇ ଦେଇଛ। ଯଦି ଭିଡ଼ିଓଟି ଭଲ ଲାଗିଛି, ଲାଇକ୍ ସେୟାର କରନ୍ତୁ। ପ୍ରଥମ ଥର ଦେଖୁଥିଲେ ସବସ୍କ୍ରାଇବ୍ କରି ବେଲ୍ ଘଣ୍ଟିକୁ ଅନ୍ କରନ୍ତୁ। ପୁଣି ଦେଖା ହେବ ଆଉ ଏକ କାହାଣୀ ମାଧ୍ୟମରେ। ଧନ୍ୟବାଦ।